ବନ୍ଧୁଗଣ ନମସ୍କାର। ଆଜି ଆମେ ଜାଣିବା ଗତକାଲି ଝଡ଼ ତୋଫାନ ବିଷୟରେ। ଯେଉଁ ପ୍ରକାର ପ୍ରବଳ ଝଡ଼ ତୋଫାନ ହେଲା ମାନେ ଇମାଜିନ୍ ବାହାରେ। ଆପଣମାନେ ଦେଖିବେ ରାସ୍ତା ଉପରେ ପୁରା କୁଆପଥର ପଡ଼ିଗଲା। ଆଉ ଝଡ଼ ତୋଫାନ ଏମିତି ପବନ ବହିଲା, ପବନ ମାନେ ଯେତେ ବି ସବୁ ଗଛ ପତ୍ର ଲତା ମାନେ ଅବସ୍ଥା ଖରାପ କରିଦେଲା। ଏବଂ ଯେଉଁ ପ୍ରକାରର କୁଆପଥର ପଡ଼ିଲା, ସେ କୁଆପଥରରେ ଆପଣଙ୍କର ଗଛର ପତ୍ର ଡାଳ ସବୁ ରାସ୍ତା ଉପରେ ବିଛେଇ ହେଇକରି ରହିଗଲା। ଆପଣମାନେ ଦେଖିବେ ଯେ ଏ ଝଡ଼ ତୋଫାନ କିଭଳି ଭାବରେ ପ୍ରବଳ ବେଗରେ ଏବଂ ବହୁତ ଜୋରରେ ବହୁତ ପରିମାଣରେ କୁଆପଥର ପଡ଼ି ବହୁତ ଜିନିଷ ନଷ୍ଟ କରିଦେଇଛି। ଏବଂ ଏହି ଝଡ଼ ତୋଫାନରେ ଜଣାପଡ଼ୁଛି ବହୁତ ଚାଷୀମାନଙ୍କର କ୍ଷତିଗ୍ରସ୍ତ ହେଇଥିବ। ଚାଷ ତ ବିଲକୁଲ ବହୁତ ହିଁ କ୍ଷତି ହେଇଯାଇଥିବ, କାହିଁକିନା ଏତେ ପ୍ରବଳ ମାତ୍ରାରେ ଝଡ଼ ତୋଫାନ ଏବଂ ଯେଉଁ କୁଆପଥର ପଡ଼ିଲା ଏତେ ବଡ଼ ବଡ଼ର ମାନେ ଅବସ୍ଥା ଖରାପ କରିଦେଇଥିବ। ଆପଣମାନେ ଦେଖନ୍ତୁ କି ପ୍ରକାର ଝଡ଼ ତୋଫାନ ହେଇଛି।